ସହରାଞ୍ଚଳରେ ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜରମାନଙ୍କ ବର୍ଦ୍ଧିତ ଦରମାକୁ ବିନା କୌଣସି ସର୍ତ୍ତରେ ତୁରନ୍ତ ପ୍ରଦାନ କରିବା ଦାବିରେ ଆଜି ସ୍ୱଚ୍ଛ ଓଡ଼ିଶା ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ସଂଘର ଝାରସୁଗୁଡ଼ା ଜିଲ୍ଲା ଶାଖାର କର୍ମକର୍ତ୍ତାମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନଙ୍କ ବିଭିନ୍ନ ଦାବିରେ ସମ୍ବଳିତ ସ୍ମାରକପତ୍ରକୁ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନୀଲ ନାରୱାନେଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ବର୍ଦ୍ଧିତ ଦରମା ସହ ସମାନ କାମକୁ ସମାନ ଦରମା, ଶ୍ରମ ଆଇନ ଅନୁସାରେ ସର୍ବନିମ୍ନ ମଜୁରୀ ପ୍ରଦାନ ଆଦି 3 ଦଫା ଦାବିରେ ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜରମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେମାନଙ୍କ ଦାବି ପୂରଣ ପାଇଁ ଚଳିତ ମାସ 29 ତାରିଖ ଦିନ ସେମାନଙ୍କ ରାଜ୍ୟ ସଂଗଠନ ତରଫରୁ ବିଧାନସଭା ଚାଲର ଡାକରା ଦିଆଯାଇଛି।